ଶ୍ରୋତାବନ୍ଧୁ ମହର୍ଷି ବେଦବ୍ୟାସ ପ୍ରଣୀତ ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଧ ସନ୍ନିବେଶିତ 19 ଅଧ୍ୟାୟ, ଯେଉଁଥିରେ ଜ୍ଞାନ, ଭକ୍ତି ଓ ଯମ ନିୟମାଦି ସାଧନାମାନଙ୍କର ବର୍ଣ୍ଣନା ଥିଲା। ପୂର୍ବ ଅଡିଓରେ ଭଗବାନ ଶ୍ରୀକୃଷ୍ଣ କିପରି ଉଦ୍ଧବଙ୍କୁ ଭକ୍ତି ପ୍ରାପ୍ତିର ଶ୍ରେଷ୍ଠ ସାଧନ ସମ୍ପର୍କରେ କହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ସେଇଠି ଆମର ଆଲୋଚନା ଶେଷ ହୋଇଥିଲା। ବର୍ତ୍ତମାନ ଆମେ ସେଇଠୁ ପୁଣି ଆରମ୍ଭ କରୁଛେ ଯେ ନିଷ୍ପାପ ଉଦ୍ଧବଙ୍କୁ ଭଗବାନ ଶ୍ରୀକୃଷ୍ଣ ଭକ୍ତି ପ୍ରାପ୍ତିର ଶ୍ରେଷ୍ଠ ସାଧନ ସମ୍ପର୍କରେ କଣ କହୁଛନ୍ତି। ହେ ନିଷ୍ପାପ ଉଦ୍ଧବ, ମୁଁ ତୁମକୁ ଆଗରୁ ଭକ୍ତି ଯୋଗର ବର୍ଣ୍ଣନା ଶୁଣାଇ ସାରିଛି। ତଥାପି ଯେହେତୁ ସେଥିରେ ତୁମର ବହୁତ ପ୍ରୀତି ରହିଛି, ତେଣୁ ମୁଁ ତୁମକୁ ଭକ୍ତି ପ୍ରାପ୍ତିର ଶ୍ରେଷ୍ଠ ସାଧନ ପୁଣି ଥରେ କହୁଛି। ଯିଏ ମୋର ଭକ୍ତ ହେବାକୁ ଚାହାନ୍ତି, ସେ ମୋର ଅମୃତମୟୀ ଲୀଳା କଥାରେ ଶ୍ରଦ୍ଧା ରଖିବା ଆବଶ୍ୟକ। ସେ ନିରନ୍ତର ମୋର ଗୁଣ, ଲୀଳା ଓ ନାମ ସଂକୀର୍ତ୍ତନ କରନ୍ତୁ, ମୋର ପୂଜାରେ ଅତ୍ୟନ୍ତ ନିଷ୍ଠା ରଖନ୍ତୁ ଏବଂ ସ୍ତୋତ୍ର ଦ୍ୱାରା ମୋତେ ସ୍ତୁତି କରନ୍ତୁ। ମୋର ସେବା ପୂଜାରେ ଶ୍ରଦ୍ଧା ରଖନ୍ତୁ ଏବଂ ମୋତେ ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ। ସେ ମୋର ଭକ୍ତମାନଙ୍କର ପୂଜାକୁ ମୋ ପୂଜାଠାରୁ ମଧ୍ୟ ଅଧିକ ମହତ୍ତର ମନେ କରି ସେମାନଙ୍କୁ ପୂଜା କରନ୍ତୁ ଏବଂ ସେ ସକଳ ପ୍ରାଣୀଙ୍କଠାରେ ମୋତେ ହିଁ ଦର୍ଶନ କରନ୍ତୁ। ତାହାଙ୍କର ସକଳ କାର୍ଯ୍ୟକଳାପ କେବଳ ମୋରି ପାଇଁ ଉଦ୍ଦିଷ୍ଟ ହେଉ। ସେ ମୁଖରେ ମୋରି ଗୁଣଗାନ କରନ୍ତୁ ଏବଂ ମନକୁ ମୋତେ ହିଁ ସମର୍ପଣ କରିଦିଅନ୍ତୁ ତଥା ସକଳ କାମନା ଛାଡ଼ି ଦିଅନ୍ତୁ। ସେ ମୋ ନିମନ୍ତେ ସକଳ ଧନ, ସବୁ ଭୋଗ, ସମସ୍ତ ସୁଖ ପରିତ୍ୟାଗ କରିଦିଅନ୍ତୁ ଏବଂ ଯାହା କିଛି ଯଜ୍ଞ, ଦାନ, ହୋମ, ଜପ, ବ୍ରତ ଓ ତପ କରିବେ, ସବୁ ମୋରି ନିମନ୍ତେ କରନ୍ତୁ। ହେ ଉଦ୍ଧବ, ଯେଉଁ ମନୁଷ୍ୟ ଉପରୋକ୍ତ ଧର୍ମ ପାଳନ କରନ୍ତି, ତାଙ୍କ ହୃଦୟରେ ମୋ ପ୍ରତି ପ୍ରେମମୟୀ ଭକ୍ତି ଉଦୟ ହୋଇଯାଏ ଏବଂ ଯେ ଏପରି ଭକ୍ତି ଲାଭ କରନ୍ତି, ତାଙ୍କ ନିମନ୍ତେ ଆଉ କେଉଁ ବସ୍ତୁ ବା ପ୍ରାପ୍ତ ହେବା ବାକି ରହିଯାଏ? ଏହିପରି ଧର୍ମ ପାଳନ କଲେ ଚିତ୍ତରେ ସତ୍ୱଗୁଣ ବୃଦ୍ଧି ପାଏ ଏବଂ ସାଧକ ଶାନ୍ତ ହୋଇଯାଇ ନିଜ ଆତ୍ମାକୁ ମୋଠାରେ ଲଗାଇ ଦିଅନ୍ତି। ତା ଫଳରେ ସାଧକଙ୍କୁ ଭକ୍ତି, ଧର୍ମ, ଜ୍ଞାନ, ବୈରାଗ୍ୟ ଓ ଐଶ୍ୱର୍ଯ୍ୟ ଆପେ ଆପେ ପ୍ରାପ୍ତ ହୋଇଯାଏ। ମନରେ ନାନା ପ୍ରକାର କଳ୍ପନା ଉଦୟ ହେଲେ ମନୁଷ୍ୟର ଇନ୍ଦ୍ରିୟ ଏଣେ ତେଣେ ଦୌଡ଼ନ୍ତି, ଚିତ୍ତ ସ୍ଥିର ହୋଇ ରହେ ନାହିଁ, ତେଣୁ ତାର ଚିତ୍ତ ରଜୋଗୁଣରେ ଆଚ୍ଛାଦିତ ହୋଇଯାଏ। ଏପରି ସ୍ଥିତିରେ ତାର ଭକ୍ତି, ଧର୍ମ, ଜ୍ଞାନ, ବୈରାଗ୍ୟ, ଐଶ୍ୱର୍ଯ୍ୟ ସବୁକିଛି ବିଲୁପ୍ତ ହୋଇଯାଏ। ହେ ଉଦ୍ଧବ, ଯାହାଦ୍ୱାରା ମୋଠାରେ ଭକ୍ତି ଜାତ ହୁଏ, ତାହା ହିଁ ହେଉଛି ଧର୍ମ। ଯାହାଦ୍ୱାରା ବ୍ରହ୍ମ ଓ ଆତ୍ମାର ଏକତ୍ୱ ଉପଲବ୍ଧି ହୁଏ, ତାହା ହିଁ ଜ୍ଞାନ। ବିଷୟମାନଙ୍କ ପ୍ରତି ଅନାସକ୍ତି ଆସିଯିବା ହିଁ ବୈରାଗ୍ୟ ଏବଂ ଅଣିମା ଆଦି ସିଦ୍ଧିଗୁଡ଼ିକ ହେଉଛି ଐଶ୍ୱର୍ଯ୍ୟ। ଶ୍ରୋତାବନ୍ଧୁ, ଏଇଠି ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଧର୍ମ ସମ୍ପର୍କରେ କହିଲେ ଯେ ଯାହାଦ୍ୱାରା ମୋଠାରେ ଭକ୍ତି ଜାତ ହୁଏ, ତାହା ହିଁ ହେଉଛି ଧର୍ମ। ପ୍ରକୃତରେ ଧାରୟତେ ଇତି ଧର୍ମ। କୋଉ ତତ୍ତ୍ୱଗୁଡ଼ିକୁ ମଣିଷ ଭାବରେ କୋଉ ତତ୍ତ୍ୱଗୁଡ଼ିକ ମଣିଷକୁ ଧାରଣ କରିଥାଏ, ଆମେ ସେଇଠି ମନେକରେ ଯେ ମୂଲ୍ୟବୋଧ, ମଣିଷର ମହତ୍ ଚିନ୍ତନ, ଉଚ୍ଚ ବିଚାର। ତେଣୁ ଏଥିରେ ମଧ୍ୟ ଭଗବାନଙ୍କ ପ୍ରତି ଯେତେବେଳେ ଆମେ ପ୍ରକୃତରେ ଭକ୍ତି ଭାବରେ ଗଦଗଦ ହୁଏ, ଛଳଛଳ ହୁଏ, ସେଇ ଭାବଟି ମଧ୍ୟ ଗୋଟେ ମୂଲ୍ୟବୋଧ, ଯାହାକି ଆମକୁ ସଂସ୍କାରରୁ ପ୍ରାପ୍ତ ହୁଏ। ତେଣୁ ଧାରୟତେ ଇତି ଧର୍ମ। ଏଇ କଥାକୁ ଆଲୋଚନା କରିବାକୁ ଯାଇ ସନ୍ଥ ତୁଳସୀ ଦାସ କହିଛନ୍ତି, ସୁଗୁଣ ଚୀର ଅବଗୁଣ ଜଲ ତାତା, ମିଲଇ ରଚଇ ପରପଞ୍ଚ ବିଧାତା। ଅର୍ଥାତ୍ ସୁଗୁଣ ଆଉ ଅବଗୁଣ ଏ ଦୁଇଟି ତତ୍ତ୍ୱର ସମାହାରରେ ଏ ଜଗତର ସୃଷ୍ଟି ଏବଂ ମିଲଇ ରଚଇ ପରପଞ୍ଚ ବିଧାତା ଅର୍ଥ ହେଉଛି ଏ ଦୁଇଟି ତତ୍ତ୍ୱକୁ ମିଶ୍ରିତ କରି ପ୍ରପଞ୍ଚ ଅର୍ଥାତ୍ ପଞ୍ଚ ତତ୍ତ୍ୱର ଏ ସଂସାରକୁ ସୃଷ୍ଟି କରିଛନ୍ତି ପ୍ରଭୁ। ତେଣୁ ଏଇ ସବୁ ପରିସ୍ଥିତିରେ କ୍ଷୀର କୋଉଟା? ସୁଗୁଣ। କ୍ଷୀର ଅର୍ଥ ହେଉଛି ସୁଗୁଣ କ୍ଷୀର, ଅର୍ଥାତ୍ ସୁଗୁଣଟି ହେଉଛି କ୍ଷୀର ତୁଲ୍ୟ ଏବଂ ଅବଗୁଣ ହେଉଛି ଜଳ ତୁଲ୍ୟ। ଆମେ ଜାଣିଛେ ଜଳରେ ବହୁ ଧାତବ ଦ୍ରବ୍ୟ ମିଶ୍ରିତ ହେଇକି ଥାଏ, କିନ୍ତୁ କ୍ଷୀର ଆଉ ଜଳ ଯେତେବେଳେ ମିଶିଯାଏ, ଆମେ କ୍ଷୀର କୋଉଟା ଯୋଉଟା କି ଅତି ଅମୃତ ବୋଲି ଆମେ ତାକୁ ନାମିତ କରେ, କ୍ଷୀର ଆଉ ଜଳ ମିଶ୍ରିତ ହେଲା ପରେ ଆମେ ତାକୁ ଆଦୌ
ଅଲଗା କରିପାରେ ନାହିଁ। ସେମିତି ସୁଗୁଣ ଆଉ ଅବଗୁଣ ଯେତେବେଳେ ଏ ସଂସାରରେ ରହିଛି, ଆମେ ତାକୁ କେବେ ହେଲେ ଅଲଗା ଭାବରେ ଦେଖିପାରେ ନାହିଁ। ଆମେ ସେଇ ଅବଗୁଣକୁ ମଧ୍ୟ କେବେ କେବେ ସୁଗୁଣ ବୋଲି ମନେ କରିନିଏ। ଏହି ପରିପ୍ରେକ୍ଷୀରେ ତୁଳସୀ ଦାସ ମଧ୍ୟ କହିଛନ୍ତି, ଏଥିରେ ଯୋଉ ପଞ୍ଚତତ୍ଵର ସମାହାରରେ ଆମର ଯୋଉ ସଂସାର ଗୁଣ ଆଉ ଅବଗୁଣ ମିଶ୍ରିତ ହେଇଛି, ଆ ଭିତରୁ ଆମକୁ ବାହାର କରିବେ କିଏ? ଏଇ ଯୋଉ କ୍ଷୀର ଆଉ ନୀରର ଯୋଉ ମିଶ୍ରିତ ରୂପ ଭିତରୁ ଆମକୁ କିଏ ବାହାର କରିବେ? ଆମକୁ ବାହାର କରିବେ ଆମର ଗୁରୁ, ଯୋଉ ହଂସ ରୂପୀ ଗୁରୁ। ତାଙ୍କୁ ହଂସ ବୋଲି କୁହାଯାଇଛି। ଆମେ ପରମହଂସ ଶବ୍ଦ ଶୁଣେ। ହଂସ ଯେମିତିକି କ୍ଷୀରକୁ ଆଉ ପାଣିକୁ ସେ ଅଲଗା କରିପାରେ, ଗୁରୁ ମଧ୍ୟ ଆମକୁ ତାଙ୍କର ପଥ ନିର୍ଦ୍ଦେଶ କରନ୍ତି, ମାର୍ଗ ନିର୍ଦ୍ଦେଶ କରିକି ଉଚିତ ଅନୁଚିତର ରାସ୍ତା ପ୍ରଦର୍ଶନ କରନ୍ତି, ମାର୍ଗଦର୍ଶକ ହୁଅନ୍ତି। ତେଣୁ ଆମକୁ ସାଧନାର ପଥରେ, ଆଧ୍ୟାତ୍ମିକତାର ପଥରେ ଯଦି ଆଗକୁ ଅଗ୍ରସର ହବାକୁ ପଡ଼ିବ, ତେବେ ଆମେ ନିଶ୍ଚିତ ଭାବରେ ପରମହଂସ ଗୁରୁଙ୍କ ଆଶ୍ରିତ ହବା ଉଚିତ ଏବଂ ତାଙ୍କ ପ୍ରଦର୍ଶିତ ମାର୍ଗରେ ଆମେ ଚାଲିବା ଉଚିତ। ତେଣୁ ଯାହା ଦ୍ୱାରା ମୋଠାରେ ଭକ୍ତି ଜାତ ହୁଏ, ତାହା ହିଁ ଧର୍ମ ବୋଲି ଭଗବାନ କହିଲେ। ଉଦ୍ଧବ କହିଲେ, ହେ ରିପୁସୂଦନ, ଯମ ଏବଂ ନିୟମ କେତେ ପ୍ରକାର ପ୍ରଭୁ? ହେ ଶ୍ରୀକୃଷ୍ଣ, ସମ କଣ, ଦମ କାହାକୁ କହନ୍ତି? ତିତିକ୍ଷା ଓ ଧୈର୍ଯ୍ୟ କଣ? ଆପଣ ମୋତେ ଦାନ, ତପସ୍ୟା, ଶୌର୍ଯ୍ୟ, ସତ୍ୟ ଓ ଋତ ସ୍ୱରୂପ ମଧ୍ୟ ବୁଝାଇ ଦିଅନ୍ତୁ। ତ୍ୟାଗ କଣ ପ୍ରଭୁ? ଅଭୀଷ୍ଟ ଧନ କାହାକୁ କହନ୍ତି? ଯଜ୍ଞ କାହାକୁ କହନ୍ତି? ଦକ୍ଷିଣା କେଉଁ ବସ୍ତୁକୁ ବୁଝାଏ? ହେ ଶ୍ରୀମାନ କେଶବ, ପୁରୁଷର ପ୍ରକୃତ ବଳ କଣ? ଭୋଗ କାହାକୁ କୁହାଯାଏ ଏବଂ ଲାଭ କେଉଁ ବସ୍ତୁକୁ ସୂଚାଏ? ଉତ୍ତମ ବିଦ୍ୟା, ଲଜ୍ଜା, ଶ୍ରୀ ତଥା ସୁଖ ଓ ଦୁଃଖ କଣ ପ୍ରଭୁ? ପଣ୍ଡିତ ଓ ମୂର୍ଖଙ୍କ ଲକ୍ଷଣ କଣ? ସତ୍ମାର୍ଗ ଓ ଅସତ୍ମାର୍ଗର ଲକ୍ଷଣ କଣ? ସ୍ୱର୍ଗ ଓ ନର୍କ କଣ? କାହାକୁ ଭାଇବନ୍ଧୁ ବୋଲି ଗ୍ରହଣ କରାଯାଏ ଏବଂ ଘର କଣ? ଧନବାନ କାହାକୁ କୁହାଯାଏ ଓ ନିର୍ଧନ କାହାକୁ କୁହାଯାଏ? କୃପଣ କିଏ? ଈଶ୍ୱର କାହାକୁ କୁହାଯାଏ? ହେ ଭକ୍ତ ବତ୍ସଳ ପ୍ରଭୁ, ଆପଣ ମୋତେ ଏ ସବୁ ପ୍ରଶ୍ନର ଉତ୍ତର ଦିଅନ୍ତୁ ଏବଂ ତା ସହିତ ଏ ସବୁର ବିପରୀତ ଭାବର ମଧ୍ୟ ବ୍ୟାଖ୍ୟା କରନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଲେ, ଅହିଂସା, ସତ୍ୟ, ଆସ୍ତେୟ ଅର୍ଥାତ୍ ଚୋରି ନ କରିବାର ମାନସିକତା, ଅସଙ୍ଗତା, ଲଜ୍ଜା, ଅସଞ୍ଚୟ ମାନେ ଆବଶ୍ୟକତା ଠାରୁ ଅଧିକ ଧନ ସଞ୍ଚୟ ନ କରିବା, ଆସ୍ତିକତା, ଈଶ୍ୱର ବିଶ୍ୱାସ ଯାହାକୁ କୁହାଯାଏ, ବ୍ରହ୍ମଚର୍ଯ୍ୟ, ମୌନ, ସ୍ଥିରତା, କ୍ଷମା ଓ ଅଭୟ, ଏହି 12ଟିକୁ ଯମ କୁହାଯାଏ। ନିୟମ ମଧ୍ୟ 12ଟି। ଗୋଟେ ହଉଛି ଶୌଚ ହଉଛି ବାହ୍ୟ ଶୌଚ ଆଉ ଅନ୍ତଃ ଶୌଚ। ତାପରେ ଜପ, ତପ, ହୋମ, ଶ୍ରଦ୍ଧା, ଅତିଥି ସେବା, ଭଗବତ ପୂଜା, ତୀର୍ଥ ଯାତ୍ରା, ପରୋପକାର ପାଇଁ ଚେଷ୍ଟା, ସନ୍ତୋଷ ଏବଂ ଗୁରୁ ସେବା, ସକାମ ଓ ନିଷ୍କାମ ଉଭୟ ପ୍ରକାର ସାଧକଙ୍କ ନିମନ୍ତେ ଏସବୁ ଆବଶ୍ୟକ। ହେ ଉଦ୍ଧବ, ଯେଉଁ ବ୍ୟକ୍ତି ଏସବୁ ପାଳନ କରନ୍ତି, ଏହି ଯମ ଓ ନିୟମ ତାଙ୍କୁ ତାଙ୍କ ଇଚ୍ଛା ଅନୁସାରେ ଭୋଗ ଓ ମୋକ୍ଷ ପ୍ରଦାନ କରନ୍ତି। ମୋଠାରେ ବୁଦ୍ଧି ସ୍ଥିର ହୋଇ ଲାଗିଯିବାର ନାମ ହେଉଛି ଶମ, ଇନ୍ଦ୍ରିୟ ସଂଯମର ନାମ ହେଉଛି ଦମ, ଦୁଃଖ ସହିଯିବାର ନାମ ହେଉଛି ତିତିକ୍ଷା, ଜିହ୍ୱା ଓ ଜନନେନ୍ଦ୍ରିୟ ଉପରେ ବିଜୟ ଲାଭ କରିବାର ନାମ ହେଉଛି ଧୈର୍ଯ୍ୟ। କୌଣସି ଜୀବକୁ ଦଣ୍ଡ ନ ଦେବା ବା ସମସ୍ତଙ୍କୁ ଅଭୟ ଦେବା ହେଉଛି ପରମ ଦାନ। କାମନା ତ୍ୟାଗ କରିଦେବାକୁ ହିଁ ତପ କୁହାଯାଏ। ନିଜର ବାସନାମାନଙ୍କ ଉପରେ ବିଜୟ ଲାଭ କରିବା ହିଁ ଶୌର୍ଯ୍ୟ ଅର୍ଥାତ୍ ବୀରତ୍ୱ ଏବଂ ସର୍ବତ୍ର ସମସ୍ୱରୂପ ଓ ସତ୍ୟ ସ୍ୱରୂପ ପରମାତ୍ମାଙ୍କୁ ଦର୍ଶନ କରିବା ହିଁ ସତ୍ୟ। ସତ୍ୟ ଓ ମଧୁର ଭାଷଣକୁ ମହାତ୍ମାମାନେ ଋତ କହନ୍ତି। କର୍ମରେ ଆସକ୍ତ ନ ହେବା ହିଁ ଶୌଚ। କାମନା ଗୁଡ଼ିକୁ ତ୍ୟାଗ କରିବାର ନାମ ସନ୍ନ୍ୟାସ। ଧର୍ମ ହିଁ ହେଉଛି ମନୁଷ୍ୟମାନଙ୍କର ଅଭୀଷ୍ଟ ଧନ। ମୁଁ ପରମେଶ୍ୱର ହିଁ ହେଉଛି ଯଜ୍ଞ। ଜ୍ଞାନୋପଦେଶ ଦେବା ହିଁ ଦକ୍ଷିଣା। ପ୍ରାଣାୟାମ ହେଉଛି ଶ୍ରେଷ୍ଠ ବଳ। ମୋର ଐଶ୍ୱର୍ଯ୍ୟ ହିଁ ଭୋଗ। ମୋ ପ୍ରତି ଉତ୍ତମ ଭକ୍ତି ହେଉଛି ସର୍ବୋତ୍ତମ ଲାଭ। ଯେଉଁ ବିଦ୍ୟା ଦ୍ୱାରା ବ୍ରହ୍ମ ଓ ଆତ୍ମା ମଧ୍ୟରେ ପ୍ରଭେଦ ନଷ୍ଟ ହୋଇଯାଏ, ତାହା ହିଁ ହେଉଛି ପ୍ରକୃତ ବିଦ୍ୟା। ଶ୍ରୋତାବନ୍ଧୁ, ଏଇଠି ମୁଁ କହିବି ଯେ ବ୍ରହ୍ମ ଓ ଆତ୍ମା ଭିତରେ ପ୍ରଭେଦ ନଷ୍ଟ ହୋଇଯିବା ହିଁ ପ୍ରକୃତରେ ବିଦ୍ୟା। ଏଇ କଥାଟି ହେଉଛି ଆମର ଶେଷ ଲକ୍ଷ୍ୟ। ଯେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ କହନ୍ତି ଯେ ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଜାଣିବା ଯେ ହ୍ୱାଟ ଇଜ୍ ଆୱାର ରିଅଲ ଆଇଡେଣ୍ଟିଟି, ହୁ am I,
ତେଣୁ ଆମେ ସଂସ୍କୃତରେ ଅଛି କୋ ଅହମ୍, ମୁଁ କିଏ। ତେଣୁ ଛୁଆଟିଏ ଯେତେବେଳେ ଭୂମିଷ୍ଠ ହୁଏ ସେତେବେଳେ କୁଆଉଁ ଯୋଉ ଶବ୍ଦ କୋ ଅହମ୍ ସେଇଥିରେ ମିଶିକି ଥାଏ ବୋଲି ଶାସ୍ତ୍ର ପୁରାଣ ବେତା ମାନଙ୍କର ମତ। ଏବଂ ଏଇଠି ଗୋଟିଏ ଜିନିଷ ଯେ ଆମର ବେଦ କୁହେ ତତ୍ତ୍ୱମସି, ସିଏ ହଉଛି ମୁଁ, ଅହମ୍ ବ୍ରହ୍ମୋସ୍ମି, ମୁଁ ହଉଛି ବ୍ରହ୍ମ। ତେଣୁ ଆତ୍ମା ଆଉ ଜୀବ ଏଇ ଦିଟି କଥା ଯେତେବେଳେ ସମାନ ଭାବରେ ଆମେ ବୁଝିପାରେ, ଆମେ ବୁଝେ ଯେ ବ୍ରହ୍ମ ଯିଏ ଏବଂ ଆମର ଆତ୍ମା ଏ ଭିତରେ କୌଣସି ଭେଦ ନାହିଁ, ସେତେବେଳେ ହିଁ ପ୍ରକୃତରେ ତାହା ବିଦ୍ୟା। ଏଇ ବିଦ୍ୟା ପାଇଁ ହିଁ ଆମେ ଲୌକିକ ଜ୍ଞାନ ଆହରଣ କରୁଛେ। ଆମେ ଏଇ ଲୌକିକ ଜ୍ଞାନ ବା ଏଇ ଡିଗ୍ରୀ ହାସଲ କରିବାର ଯୋଉ ଦୃଷ୍ଟିକୋଣଟି ଅଛି, କେବଳ ଏତିକିରେ ହିଁ ଆମ ଜୀବନ ସରିଯାଏ, ସମୟ ସରିଯାଏ, ଆମେ ପ୍ରକୃତ ଜ୍ଞାନ ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ। କିନ୍ତୁ ଆରି ଭିତରେ ମଧ୍ୟ ଯେଉଁ ଗୁରୁମାନେ, ଯେଉଁ ଉଚ୍ଚ ଆଦର୍ଶବାନ ଗୁରୁମାନେ ଆମ ଜୀବନରେ ଆସିଥାନ୍ତି, ସେମାନେ ହିଁ ପ୍ରକୃତରେ ବୁଝାନ୍ତି ଯେ ପ୍ରକୃତ ବିଦ୍ୟା ହଉଛି ସା ବିମୁକ୍ତଏ, ସହ ବିଦ୍ୟା ଯା ବିମୁକ୍ତଏ। ସେଇ ବିଦ୍ୟା ପ୍ରକୃତରେ ତାହା ଯାହା ଆମକୁ ମୁକ୍ତି ପ୍ରଦାନ କରେ। ମୁକ୍ତି କୋଉଥିରୁ? ନିଜତ୍ୱରୁ, ମାନେ ଅସ୍ତିତ୍ୱରୁ, ଅହମ୍ରୁ, ଯେ ମୁଁ କିଛି ନୁହଁ, ମୁଁ ସେ ଆଉ ସେ ହଉଛନ୍ତି ମୁଁ। ପାପ କରିବାକୁ ଘୃଣା ଲାଗିବାର ନାମ ହିଁ ଲଜ୍ଜା। ତେଣୁ ଗୁପ୍ତ ଭାବରେ ଯାହା କରାଯାଏ ତାହା ହିଁ ପାପ ବୋଲି ଶାସ୍ତ୍ରାନୁମୋଦିତ କଥା। ଏବଂ ଯେକୌଣସି କଥା ଆମେ ନିଜକୁ ଢାଙ୍କି ରଖେ, ତେଣୁ ଆମେ ଯୋଉ କଥାଟିକୁ ଢାଙ୍କିକି ରଖେ, ଲୁକାୟିତ ଅବସ୍ଥାରେ ଆମେ ଯେଉଁ କଥାଟିକୁ ରଖେ, ତାହା ହିଁ ହଉଛି ଲଜ୍ଜା। ଏମିତି କି କହିବାକୁ ଗଲେ ଶ୍ରଦ୍ଧାବାନ ଲଭତେ ଜ୍ଞାନ, ଭଗବାନ କହନ୍ତି ଶ୍ରଦ୍ଧାଳୁ ବ୍ୟକ୍ତି ଜ୍ଞାନକୁ ଲାଭ କରିପାରେ। ଜ୍ଞାନ ମଧ୍ୟ ଲଜ୍ଜାର ଗୋଟେ ରୂପ, କାରଣ ଆମେ ଯଦି ଆମ ବିଦ୍ବତା ସବୁ ମୁହୂର୍ତ୍ତରେ ଅନ୍ୟ ପାଖରେ ପ୍ରକଟ କରିବା, ତାହା ଲଜ୍ଜା ହେଇକି ରହିଲା ନାହିଁ, ଅର୍ଥାତ୍ ଆମର ଔଦ୍ଧତ୍ୟ ପ୍ରକାଶ ପାଇଲା। ତେଣୁ ଯଦି ଆମକୁ କେହି ପଚାରୁଛନ୍ତି, ଆମେ ନିଶ୍ଚିତ ଭାବରେ ସେ କଥାର ଉତ୍ତର ଦବା। କିନ୍ତୁ ପ୍ରକୃତ ଲଜ୍ଜାଶୀଳ ମଣିଷଟି ସେ ବିନୟୀ ହୋଇଥାଏ ଏବଂ ନିଜ ଜ୍ଞାନବତ୍ତାର ଗରିମାରେ ଏତେ ମାତ୍ରାରେ ଆପ୍ଲୁତ ଥାଏ ଏବଂ ନିବିଷ୍ଟ ଥାଏ ଯେ ସେ କେବଳ ପ୍ରଶ୍ନକର୍ତ୍ତାକୁ ହିଁ ନିଜ ଜ୍ଞାନ ବାଣ୍ଟେ। ନିରପେକ୍ଷତା ଅର୍ଥାତ୍ କାହାରି ଠାରୁ କିଛି ଅପେକ୍ଷା ବା ଆଶା ନ ରଖିବା ଆଦି ଗୁଣ ହିଁ ଶରୀରର ପ୍ରକୃତ ସୌନ୍ଦର୍ଯ୍ୟ ବା ଶ୍ରୀ। ଶ୍ରୀ କହିଲେ ଲକ୍ଷ୍ମୀଙ୍କର ଗୋଟେ ଅନ୍ୟ ରୂପ ହଉଛି ଶ୍ରୀ। ଶ୍ରୀଯୁକ୍ତ ହବା ପ୍ରତ୍ୟେକ ପୁରୁଷ ଏବଂ ମହିଳାଙ୍କର ଉଦ୍ଦେଶ୍ୟ ହବା ଉଚିତ। ଶ୍ରୀର ଅର୍ଥ ନୁହଁ ଧନ କିମ୍ବା ଐଶ୍ୱର୍ଯ୍ୟ। ଶ୍ରୀର ଅର୍ଥ ହଉଛି ସୌନ୍ଦର୍ଯ୍ୟ। ସେ ସୌନ୍ଦର୍ଯ୍ୟଟି ହଉଛି ବାହ୍ୟ ସୌନ୍ଦର୍ଯ୍ୟ ଆଦୌ ନୁହଁ, ସେଇଟା ହଉଛି ଅନ୍ତଃ ସୌନ୍ଦର୍ଯ୍ୟ, ଯାହାର ଅନ୍ତର୍ମନରେ କାହାରି ପ୍ରତି ଈର୍ଷା ନାହିଁ, ଦ୍ವೇଷ ନାହିଁ, ସମସ୍ତଙ୍କ ପ୍ରତି ଉଦାରତା ଅଛି। ଜଗତ ଯାହାକୁ ସବୁଠୁ ସୁନ୍ଦର ମନେ ହଉଛି, ମାଟି ଗୋଡ଼ି ମଧ୍ୟ ଯାହା ଆଖିରେ ସୁନ୍ଦର, ସେ ହଉଛନ୍ତି ଶ୍ରୀଯୁକ୍ତା। ତେଣୁ ଆମେ ସବୁବେଳେ ନିଜର ସମୀକ୍ଷା କରିବା ଉଚିତ ଯେ ଆମର ଯୋଉ ସୌନ୍ଦର୍ଯ୍ୟ, ଆମେ ଯଦି ସୌନ୍ଦର୍ଯ୍ୟବାଦୀ ବୋଲି ଆମେ ନିଜକୁ କହୁଛେ, ତାହେଲେ ଆମକୁ ଭାବିବା ପାଇଁ ନିଶ୍ଚିତ ଗୋଟେ ପରିସର ମିଳୁଛି ଯେ ଆମେ ପ୍ରକୃତରେ କେତେ ସୁନ୍ଦର। ତ ଆମ ମନ ଯେଡ଼େ ପ୍ରଭୁ ତେଡ଼େ, ଏଇ ନ୍ୟାୟରେ ଆମର ବିଚାର, ଆମର ଅନ୍ୟ ପ୍ରତି ଭିତରର ଯୋଉ ଭାବନା, ଆମେ ଅନ୍ୟକୁ କେତେ ଈର୍ଷା କରେ, ଆମେ କେତେ ତଳିଆ ଦେଖାଏ, ଏସବୁ ଯଦି ଅଛି, ଆମେ ନିଜ ପାଖରେ ତ ମିଛ କହିବାନି, ଆମେ ନିଶ୍ଚିତ ରୂପେ ନିଜ ଆତ୍ମାର ଉତ୍ତର ଦବା। ଆମେ ଜାଣିଛେ ଯେ ଆମେ ପ୍ରକୃତରେ ଚୋରି କରିବାକୁ ଭଲ ପାଏ କି ନ ପାଏ, ଆମେ ଅନ୍ୟର ଜିନିଷ ହଡପ କରିବାକୁ ଇଚ୍ଛା କରେ କି ନାହିଁ। ତେଣୁ ଆମେ ଆମ ପାଖରେ ଆମେ ନିଶ୍ଚୟ ଉନ୍ମୁକ୍ତ। ଆମେ ଜାଣିପାରେ ଯେ ଆମେ ପ୍ରକୃତରେ କେତେ ଶ୍ରୀଯୁକ୍ତ, ସୌନ୍ଦର୍ଯ୍ୟଯୁକ୍ତ। ଯଦି ପ୍ରକୃତରେ ଆମେ ବହୁତ ଭଲ ଭାବନା ଅନ୍ୟ ପାଇଁ ରଖିବା, ଆମେ ଯଦି ପ୍ରକୃତରେ ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍ ବୋଲି ସତରେ ଆମେ ଏଇଟାକୁ ଆମ ଜୀବନରେ ପ୍ରାର୍ଥନା କରୁଥାଏ ବିନୀତ ଭାବରେ ଈଶ୍ୱରଙ୍କ ପାଖରେ ଅନ୍ୟମାନଙ୍କ ପାଇଁ, ତାହେଲେ ନିଶ୍ଚିତ ଭାବରେ ଆମେ ସୁନ୍ଦର। ଏଥିରେ ତିଳେ ହିଁ ଅପାଳାପ ନାହିଁ, ଦ୍ୱିରୁକ୍ତି ନାହିଁ। ତେଣୁ ସୁଖ ଦୁଃଖ ରୂପୀ ଦ୍ୱନ୍ଦ୍ୱ କାଳ କାଳ ପାଇଁ ନଷ୍ଟ ହୋଇଯିବା ହିଁ ସୁଖ। ବିଷୟୋପଭୋଗ କାମନା ହିଁ ଦୁଃଖ। ଯେ ବନ୍ଧନ ଓ ମୁଖ୍ୟର ତତ୍ତ୍ୱକୁ ଜାଣନ୍ତି ସେ ହିଁ ପଣ୍ଡିତ। ଯେ ଶରୀର ଆଦିରେ ମୁଁପଣ ଆରୋପ କରିଥାଏ ସେ ହିଁ ମୂର୍ଖ। ଯେଉଁ ମାର୍ଗ ମନୁଷ୍ୟକୁ ସଂସାର ଆଡୁ ଦୂରେଇ ନେଇ ମୋ ସାଙ୍ଗେ ଭେଟାଇ ଦିଏ ତାହା ହିଁ ହେଉଛି ସତ୍ମାର୍ଗ। ଶ୍ରୋତା ବନ୍ଧୁ, ଏଇଠି ମୁଁ
କହିବା ପାଇଁ ଚାହିଁବି ଯେ ଈଶ୍ୱର ଏଠି ଆପଣ କହିପାରନ୍ତି ଯେ ଈଶ୍ୱର କେମିତି ସବୁବେଳେ ନିଜକୁ ମୁଁ ହିଁ କହୁଛନ୍ତି, ତମେ ମୋତେ ମୋର ଗୁଣଗାନ କର, ମୋତେ ଭଲ ପାଅ, ମୋ ପାଖରେ ଶରଣାଗତ ହୁଅ। ଏଇଟା କ'ଣ ଅହଙ୍କାର ନୁହେଁ? ପ୍ରକୃତରେ ଆମର ଧର୍ମ ଶାସ୍ତ୍ର ପୁରାଣ ଯାହା କିଛିକୁ ଆମେ ପଢୁଛେ ସବୁବେଳେ ଆମକୁ ସଂସ୍କାରିତ କରିବାର ମାନସିକତାରେ ରଚିତ ବୋଲି ଆମେ ଜାଣିବାକୁ ପଡିବ। ଯୋଉ ବେଦୋକ୍ତା, ଯୋଉମାନେ ବେଦ ବାଦୀ ଥିଲେ, ଯୋଉମାନେ ବେଦର ସ୍ରଷ୍ଟା, ଯୋଉ ପୌରୁଷେୟ ଈଶ୍ୱର ବୋଲି ଆମେ ଜାଣିଛେ, ତାର ଲିଖିତ ନାହିଁ କିଏ ବେଦ ରଚନା କରିଛନ୍ତି। ଟୀକାକାର ମାନଙ୍କର ନାଁ ଆସୁଛି, କିନ୍ତୁ ବେଦ ରଚୟିତା ଭାବରେ ଆମେ ଭାବେ ଯେ ତାଙ୍କର ମୁଖ ନିଃସୃତ ବାଣୀ ଈଶ୍ୱରଙ୍କର। ତେଣୁ ଈଶ୍ୱର ନିଜେ କହନ୍ତୁ କିମ୍ବା କୌଣସି ଅପୌରୁଷେୟ ସତ୍ତା ଆମକୁ କହୁ, ଆମକୁ ବୁଝିବା ପାଇଁ ହେବ ଯେ ତାଙ୍କର ଉଦ୍ଦେଶ୍ୟ କ'ଣ ଥିଲା। ଯଦି ଶାସ୍ତ୍ରରେ ଅଛି ଜୀବେ ଦୟା କର, ସେତିକି କରିକି ଯଦି ଆମେ ଶାନ୍ତି ପାଉଛେ ଆତ୍ମାରେ, କିମ୍ବା ଯଦି ନ କରିକି ଆମେ ପ୍ରକୃତରେ ଜିଘାଂସୁ ହେଇଯାଉଛେ, ଆମେ ପଶୁତୁଲ୍ୟ ହେଇଯାଉଛେ, ତାହେଲେ ଆମକୁ ବିଚାର କରିବାକୁ ପଡିବ ଆମେ କ'ଣ ନେଇକି ବଞ୍ଚିବା। ତେଣୁ ଏଇଠି ମୋର ମନେ ପଡନ୍ତି ଜଣେ ବିଶିଷ୍ଟ ସମାଲୋଚକ, ଯେ ହିନ୍ଦୀ ସାହିତ୍ୟର ଆଲୋଚକ ପ୍ରବର ବୋଲି ତାଙ୍କୁ କୁହାଯାଏ, ଆଚାର୍ଯ୍ୟ ରାମଚନ୍ଦ୍ର ଶୁକ୍ଳ। ସେ କହିଥିଲେ ଯେ ପ୍ରକୃତରେ ଲୋକ ଧର୍ମ କ'ଣ? ତାଙ୍କୁ ପଚରା ହେଇଥିଲା, ସେ କହିଥିଲେ सत और असत, भले और बुरे, इन दोनों का मेल का नाम है जगत। सत असत, आमे सुगुण अवगुण कथा तुलसीदासଙ୍କ କଥା କହିଥିଲେ। सत ଆଉ असत, भले और बुरे, ଭଲ ମଣିଷ ରହିବେ, ଖରାପ ମଣିଷ ରହିବେ, ସତ ରହିବ, ଅସତ ରହିବ। इन दोनों का मेल का नाम है जगत। ଏ ଦିଟା ତତ୍ଵର ମିଶ୍ରିତ ରୂପ ହେଉଛି ଜଗତ। इन दोनों के मेल के बीच में से निकलता हुआ जो धर्म है वो है लोक धर्म। ଏ ଦୁଇଟା ଯାକ ତତ୍ଵ ମଝିରେ ଗୋଟେ ଧର୍ମ ଅଛି, ସେଇ ଧର୍ମଟି ପ୍ରକୃତରେ ଲୋକ ଧର୍ମ। ଅର୍ଥାତ୍ କରଣୀୟ ଅକରଣୀୟ, ଉଚିତ ଅନୁଚିତ, ଠିକ ଭୁଲ, ଏଇ ସବୁ ଭାବନା ଯିଏ ଭାବିକି ଆଗକୁ ବଢେ, ଯୋଉ ନିଜର କାର୍ଯ୍ୟ, ନିଜର ଅନୁଚିତ ବା ଉଚିତ କର୍ମ ପ୍ରତି ଯିଏ ସତର୍କ ସଚେତନ, ସେମାନେ ହିଁ ଧର୍ମ କୁ ପାଳନ କରନ୍ତି ଏବଂ ଧାର୍ମିକ କୁହନ୍ତି। ତେଣୁ ସତ୍ ମାର୍ଗ ସମ୍ପର୍କରେ ଏଠି ଭଗବାନ କହିଲେ ଚିତ୍ତର ବହିର୍ମୁଖିତା ନାମ ହିଁ ଅସତ୍ ମାର୍ଗ। ମୋ ଇଚ୍ଛା ମୁଁ ଯାହା କରିବି, ମୋ ଇଚ୍ଛା ମୁଁ କାହାକୁ ଖାଇବାକୁ ଦେବି ନାହିଁ, ମୋ ଇଚ୍ଛା ମୁଁ ସବୁ କିଛି ନିଜ ହାତରେ ଠୁଳ କରିବି, ମତେ ସମ୍ପତ୍ତି ଦରକାର, ମତେ ପଦବୀ ଦରକାର, ମତେ ସମ୍ବର୍ଦ୍ଧନା ଦରକାର, ଏଇ ସବୁ ଯୋଉ ମାନସିକତା, ଏଇଟା ହିଁ ହଉଛି ଅସତ୍ ମାର୍ଗ। ସବୁ ଇଚ୍ଛା ତାଙ୍କରି ଠାରେ ଠୁଳ କରିବା ଉଚିତ। କହିବା କଥା ଯେ ନାହଂ କର୍ତ୍ତା ହରି କର୍ତ୍ତା, ତତ୍ପୂଜା କର୍ମ ଚ ଅଖିଲମ୍ ଯଜ୍ଜତ୍ କର୍ମ କରୋମି ତତ୍ତତ୍ ଖିଲମ୍ ଶମ୍ଭୋ ତବାରାଧନମ୍। କି कायेन वाचा मनसि इन्द्रियैर्वा बुद्ध्यात्मना प्रकृते स्वभावत् करोमि यद्यत् सकलं परस्मै श्रीमन्नारायणाय समर्पयामि। कर्म वचन मन स्मरण ଯାହାବି ଆମର କାୟ ମନ ବାକ୍ୟରେ ଆମେ ଯାହାବି କରେ ଆଚରଣ ସବୁକିଛି ତାଙ୍କଠାରେ ଠୁଳୀଭୂତ କରିବା ଉଚିତ, ଏବଂ ସେ ହିଁ ଆମର ନିୟାମକ, ଆମର ଇଚ୍ଛା ଶକ୍ତି, ଜ୍ଞାନ ଶକ୍ତି ଏବଂ ଆତ୍ମଶକ୍ତିର ସେ ନିୟାମକ। ତେଣୁ ସେଥିପ୍ରତି ଆମକୁ ସଚେତନ ହବାକୁ ପଡିବ। ଏଇ ସତ୍ଵ ଗୁଣର ବୃଦ୍ଧି ହିଁ ସ୍ୱର୍ଗ, ଏବଂ ହେ ସଖା ତମ ଗୁଣର ବୃଦ୍ଧି ହିଁ ନର୍କ। ଗୁରୁ ହିଁ ହେଉଛନ୍ତି ପ୍ରକୃତ ଭାଇ ବନ୍ଧୁ, ଏବଂ ମୁଁ ହେଉଛି ସେହି ଗୁରୁ। ଏହି ମନୁଷ୍ୟ ଶରୀର ହିଁ ହେଉଛି ପ୍ରକୃତ ଘର, ଏବଂ ଯେ ଗୁଣ ମାନଙ୍କରେ ସମ୍ପନ୍ନ, ଯାହାଙ୍କ ପାଖରେ ଗୁଣର ଭଣ୍ଡାର ରହିଛି, ସେ ପ୍ରକୃତ ଧନୀ। ଶ୍ରୋତାବନ୍ଧୁ, ଭଗବାନ କୃଷ୍ଣଙ୍କର ଗୁରୁ ଥିଲେ ଗୁରୁ ସାନ୍ଦୀପନୀ ମହର୍ଷି। ଆଉ ଯେତେବେଳେ କୃଷ୍ଣ ଛିଡା ହେଇଛନ୍ତି, ସାନ୍ଦୀପନୀ ଋଷି ଅଛନ୍ତି, ସେତିକି ବେଳେ ନାରଦ ଆସିଲେ ଏବଂ କାହାକୁ ପ୍ରଣାମ କରିବେ ବୋଲି ପ୍ରଥମେ ଦ୍ୱନ୍ଦ୍ୱରେ ପଡିଲେ। ଏପଟେ ବିଶ୍ୱନିୟନ୍ତା ଭଗବାନ କୃଷ୍ଣ, ସେପଟେ ଗୁରୁ। ସେଇଠୁ ଭଗବାନ ନିର୍ଦ୍ଦେଶ ଦେଲେ କି ସେ ପଚାରିଲେ ଯେ କାହାକୁ ପ୍ରଥମେ ମୁଁ ପ୍ରଣାମ କରିବି? ହେଲେ ବଲିହାରି ଯାଅ ଗୁରୁ କେ ଗୋବିନ୍ଦ ଦିଓ ବତାଏ। ଯେ ଗୋବିନ୍ଦ କହିଲେ ଗୁରୁଙ୍କୁ ପ୍ରଥମେ ସମ୍ମାନ ଜଣାଅ, ଶ୍ରଦ୍ଧା ସୁମନ ତାଙ୍କ ପାଖରେ ଅର୍ପଣ କର, ଆଉ ସେଇଟା ହିଁ ମୁଁ ପାଇଯିବି। ପ୍ରଥମେ ଗୁରୁ ହିଁ ଶ୍ରେଷ୍ଠ। ତେଣୁ ଭଗବାନ ନିଜେ ହିଁ ଗୁରୁ, ନିଜେ ହିଁ ଭାଇ ବନ୍ଧୁ, ଏବଂ ଆମେ ତାଙ୍କୁ ହିଁ ଶ୍ରେଷ୍ଠତା ପ୍ରଦାନ କରିବା ଉଚିତ। ଯେଉଁଥିରୁ ଆମକୁ ଶିଖିବାକୁ କିଛି ମିଳେ, ସେ ମଧ୍ୟ ଗୁରୁ। ଆଚ୍ଛା,
ତେଣୁ ଯାହାର ଚିତ୍ତରେ ଅସନ୍ତୋଷ ରହିଛି, ଅଭାବବୋଧ ରହିଛି, ସେ ଦରିଦ୍ର। ଯେ ଜିତେନ୍ଦ୍ରିୟ ନୁହେଁ ସେ ହିଁ କୃପଣ। ଜିତେନ୍ଦ୍ରିୟ କହିବା ମନର ଦାସ ହବା ଉଚିତ ନୁହେଁ। ଯଦି ଆମ ମନ କିଛି କହୁଛି ଉଚ୍ଛୃଙ୍ଖଳ କାର୍ଯ୍ୟରେ ସମ୍ପୃକ୍ତ ହବା ପାଇଁ, କୌଣସି ଭୁଲ ଭଟକା କାର୍ଯ୍ୟରେ ଆମେ ଯଦି ଖୁସି ପାଉଛେ, ତାହେଲେ ସେଇଟା କେବେ ହେଲେ ଆମକୁ ସନ୍ତୋଷ ଦବ ନାହିଁ। ଆମେ ନିଶ୍ଚିତ ରୂପେ ସରବ୍ୟ ହବା ଏବଂ ତାହା ହିଁ ହଉଛି ପ୍ରକୃତରେ କୃପଣର କାର୍ଯ୍ୟ। ସେ ଜିତେନ୍ଦ୍ରିୟ କେବେ ହେଇପାରନ୍ତି ନାହିଁ। ଯାହାଙ୍କ ଚିତ୍ତବୃତ୍ତି ବିଷୟରେ ଆସକ୍ତ ଯିଏ ନୁହେଁ, ସେଇ ହେଉଛନ୍ତି ସମର୍ଥ, ସ୍ୱତନ୍ତ୍ର ଓ ଈଶ୍ୱର। ତେଣୁ ଭଗବାନ ଏଇଠି ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ କରିଦେଲେ, ଯଦି ଆପଣ ଚିତ୍ତବୃତ୍ତି ସହିତ ଆସକ୍ତ ଭାବରେ ନାହାନ୍ତି, ଆପଣ ନିଜେ ହିଁ ଈଶ୍ୱର। ବିପରୀତ ପକ୍ଷେ ଯେ ବିଷୟ ପ୍ରତି ଆସକ୍ତ, ସେ ସର୍ବଥା ଅସମର୍ଥ। ଆମେ ଟଙ୍କା, ପଇସା, ଧନ, ସମ୍ପତ୍ତି ଆମେ କିଛି ବି ନେଇକି ଯିବାର ନାହିଁ। କାରଣ ଯେତେବେଳେ ଆମେ ଚିକିତ୍ସାଳୟକୁ ଯାଏ, ଆମର କିଛି ମନେ ରହେନି। ଆମେ ଅଚେତ ଥାଏ, ସଂଜ୍ଞାହୀନ ଅବସ୍ଥାରେ ଥାଏ। ଆମ ପାଖେ କେତେ ଟଙ୍କା ଅଛି, କେତିକି ଆମେ ଛାଡିକି ଯାଉଛେ, ଏସବୁ କିଏ ଭୋଗିବ, ଏସବୁର ଉତ୍ତର ଆମ ପାଖରେ ନଥାଏ। କାରଣ ଆମେ ସଂଜ୍ଞାହୀନ ଅବସ୍ଥାରେ ଥାଏ ଏବଂ ସଂଜ୍ଞାହୀନର ଶେଷ ଅବସ୍ଥାନ୍ତର ହଉଛି ମୃତ୍ୟୁ। ତେଣୁ ଯିଏ ଏସବୁରେ ଆସକ୍ତ ଥାଏ, ସେ ଗୋଟେ ଅସମର୍ଥ ବ୍ୟକ୍ତି। ଆମେ ଯେତେବେଳେ ଜାଣିଥାଏ, ଆମେ ଯେତେବେଳେ ସମର୍ଥ ଯେ ଆମେ ହିଁ କରୁନାହିଁ କିଛି, ଆମେ କର୍ତ୍ତା ନୁହେଁ, ଧର୍ତ୍ତା ନୁହେଁ, ସବୁ କିଛି ଈଶ୍ୱରଙ୍କ ଅଧୀନ, ତେଣୁ ସେତେବେଳେ ଆମେ ସମର୍ଥ ହେଇଯାଏ। ହେ ପ୍ରିୟ ଉଦ୍ଧବ, ତୁମେ ଯେଉଁ ସବୁ ପ୍ରଶ୍ନ ପଚାରିଥିଲ, ସେ ସବୁର ଉତ୍ତର ମୁଁ ଦେଇଦେଲି। ଏସବୁର ଅର୍ଥ ବୁଝିଲେ ଓ ଅଭ୍ୟାସ କଲେ ତାହା ମୁଖ୍ୟ ମାର୍ଗରେ ସହାୟକ ହୁଏ। ମୁଁ ତୁମକୁ ଗୁଣ ଓ ଦୋଷର ଲକ୍ଷଣ ଗୋଟି ଗୋଟି କରି କେତେ କହିବି? ସାରାଂଶ ଏତିକି ବୋଲି ଜାଣ ଯେ ଗୁଣ ଓ ଦୋଷ ପ୍ରତି ଦୃଷ୍ଟି ଯିବା ହିଁ ସବୁଠାରୁ ବଡ଼ ଦୋଷ ଏବଂ ଗୁଣ ଦୋଷ ପ୍ରତି ଦୃଷ୍ଟି ନ ଯାଇ ନିଜର ଶାନ୍ତ ନିସଂକଳ୍ପ ସ୍ୱରୂପରେ ପ୍ରତିଷ୍ଠିତ ହୋଇ ରହିବା ହିଁ ହେଉଛି ସବୁଠାରୁ ବଡ଼ ଗୁଣ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ୍ୟାମ୍ ସଂହିତାୟାମ୍ ଏକାଦଶ ସ୍କନ୍ଧେ ଏकोनविंशोऽଧ୍ୟାୟ ସମାପ୍ତ। ଶ୍ରୋତା ବନ୍ଧୁ, ଆଜି ଆମେ ମହର୍ଷି ବେଦବ୍ୟାସ ପ୍ରଣୀତ ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଧର 19 ଅଧ୍ୟାୟକୁ ଆମେ ପଢିଲେ, ଶୁଣିଲେ। ପ୍ରକୃତରେ ଜ୍ଞାନ କଣ, ବିଜ୍ଞାନ କଣ, ଆମର ଦୋଷାଦୋଷ ସମ୍ପର୍କରେ, ଭକ୍ତି କିଭଳି, ଭକ୍ତିର ଶ୍ରେଷ୍ଠତା କେତେ ପ୍ରୟୋଜନୀୟ, ସେ ସମ୍ପର୍କରେ ଭଗବାନଙ୍କ ମୁଖ ନିଃସୃତ କଥା, ଉଦ୍ଧବଙ୍କ ଦ୍ୱାରା ପ୍ରଶ୍ନ, ଏମିତି ଗୁଡ଼ାଏ ଆଲୋଚନା ଆମେ କଲେ। ଆଜିର ଅଡିଓ ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ। ଆମର ପରବର୍ତ୍ତୀ ଅଡିଓରେ ଆମେ ଶୁଣିବା ଜ୍ଞାନ ଯୋଗ, କର୍ମ ଯୋଗ ଏବଂ ଭକ୍ତି ଯୋଗ। ଯଦି ଆମର ଅଡିଓ ପୁଣି ଶୁଣିବା ପାଇଁ ଆପଣମାନେ ଆକାଂକ୍ଷିତ, ଆମକୁ କମେଣ୍ଟ କରନ୍ତୁ। ଆଉ ଏଇ ଅଡିଓଟି ଆପଣଙ୍କ ପାଇଁ କେତେ ଉପାଦେୟ ସାବ୍ୟସ୍ତ ହେଇଛି, ସେ ସମ୍ପର୍କରେ କହିଲେ ନିଶ୍ଚିତ ଭାବରେ ଆମେ ଉପକୃତ ହବୁ। ଧନ୍ୟବାଦ।